ଚାକିରି ନାଁରେ ପୁଣି ଠକେଇ ଅଭିଯୋଗ। ଏମ୍ସ ମେଡିକାଲରେ ଚାକିରି ନାଁରେ ଠକେଇ ଅଭିଯୋଗ ହୋଇଛି। ଅଫିସ ଆସିଷ୍ଟାଣ୍ଟ ଏବଂ ଆଟେଣ୍ଡାଣ୍ଟ ଚାକିରି ଦେବାକୁ କହି ଠକେଇ ନେଇଛନ୍ତି 6 ଲକ୍ଷ। ଠକେଇର ଶିକାର ହୋଇଛନ୍ତି ଜଣେ ଯୁବକ। ଏନେଇ ସେ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। କୁମାର ଜୟସିଂ, ମୋ ଘର ହେଉଛି ସିଜୁଆ, ଏମ୍ସ ପାଖରେ ମୋ ଘର। 2012ରୁ ଆଲୋକ ବଳ ବୋଲି ଜଣେ ଭାଇ, ସେ ଏମ୍ସରେ କାର୍ଯ୍ୟରତ ଅଛନ୍ତି। ସେ ମୋତେ 2012 ତାଙ୍କର ମୋର ସମ୍ପର୍କ। ସିଏ ମୋତେ ସେଠୁ ମେ 23ରେ ମୋତେ କହିଲେ ଯେ କି 3ଟା ଆଟେଣ୍ଡାଣ୍ଟ ପୋଷ୍ଟ ଅଛି, ଆଉ ଅଫିସିଆଲ ଆସିଷ୍ଟାଣ୍ଟ 3ଟା ଅଛି, 6ଟା ଟୋଟାଲି ଅଛି। ଆଉ ଅଫିସିଆଲ ଆସିଷ୍ଟାଣ୍ଟ ହେଉଛି 3 ଲକ୍ଷ ଟଙ୍କା, ଆଉ ଆଟେଣ୍ଡାଣ୍ଟ ପୋଷ୍ଟ ପାଇଁ ହେଉଛି ମେଡ଼ିକାଲର 1.5 ଲକ୍ଷ ଟଙ୍କା। ସେଠୁ କହିଲା ପରେ ମୁଁ ସେଠୁ 2ଟା ଜାଣିଲି। କହିଲେ ରଶ୍ମି ରଞ୍ଜନ ମହାନ୍ତି ରଖିଦେବେ, ଆଉ ତାଙ୍କ ସହିତ ଆମେ ଇଏ କରିବା। ମୁଁ କହିଲି ଠିକ୍ ଅଛି। ମୁଁ 2ଟା ପିଲାଙ୍କୁ, ମୋ ଭାଇ 2 ଜଣଠୁ ପଇସାଟା ଆଣିକି ମୁଁ ସେଠୁ ଆଲୋକ ବେଳକୁ ଦେଲି। ତାଙ୍କୁ ସେଠୁ କିଛି 4-5 ଦିନ ପରେ କାହିଁ ହେଲାନି, ସେ ଡେଟ୍ ଦେଉଥିଲେ। ଡେଟ୍ ଦେଲା ପରେ ମୁଁ ତାଙ୍କ ସହିତ ପଚାରିଲି, ସେ କହିଲା ଆମେ ଯିବା ରଶ୍ମି ରଞ୍ଜନ ମହାନ୍ତିଙ୍କ ସାର୍ଙ୍କୁ। ମୁଁ କହିଲି ଚାଲ ଯିବା। ଗୋଟେ ଦିନ ଗଲୁ ଏମ୍ସରେ ଏକାଡେମୀ ଭିତରେ ପଶିକି ଯାଇକି ଫାର୍ଷ୍ଟ ଫ୍ଲୋରରେ ବସିଲୁ। ବସିଲା ପରେ ତାଙ୍କ ଷ୍ଟାଫ୍ ସେଇ ଟାଇମ୍ରେ ଏଣ୍ଟ୍ରି କଲେ। ଆମେ ଆଉ କିଛି କଥା ହେଇପାରିଲୁନି, ଆମେ ବାହାରିକି ପଳେଇ ଆସିଲୁ। ସେ 2 ଜଣ କ'ଣ କଥା ହେଲେ ମୁଁ ସେଟା ଜାଣିନି। ସେଠୁ ସେ ମୋତେ କହିଲେ ଯେ କି ତାଙ୍କ ଘରକୁ ଯାଇକି କଥା ହେବା। ତାଙ୍କ ଘରକୁ ଯିବା ବୋଲି ଆଜି ପର୍ଯ୍ୟନ୍ତ ଇଏ ହେଉନି। ଗୋଟେ ଥର ମଝିରେ ହାବୁଡ଼େ ପଡ଼ୁଥିଲା। ତାକୁ କହିଲା, ମୁଁ କହିଲା ମୋତେ ରଶ୍ମି ସାର୍ ରିସିଭ୍ କରୁନାହାନ୍ତି, ଇଏ କରୁନାହାନ୍ତି, ସିଏ କରୁନାହାନ୍ତି, ଆଉ ଆମ ଘର ଠିକ୍ ଯାଏ। ମୁଁ କହିଲି ଚାଲ। ସେଠୁ ତଥାପି ଫୋନ୍ ରିସିଭ୍ କଲାନି, ଯେତେ କହିଲେ ଦେଲାନି। ଫୋନ୍ କଲା ସେ ରିସିଭ୍ କରୁନି। କେତେବେଳେ ଫୋନ୍ ରିସିଭ୍ ଅନ୍ ବି କରୁଛି, ମୁଁ ଫୋନ୍ କଲା ସୁଇଚ୍ ଅଫ୍ କରିଦେଉଛି। କିଛି ନ କରିପାରିଲାଠୁ ମୁଁ ସେଠୁ ଆସିକି ଖଣ୍ଡଗିରି ଥାନାରେ ଆଶ୍ରୟ ନେଇଛି। କହିଲେନି ଜାଣିପାରିବେ, ଅଚିହ୍ନା ଲୋକ ହେଲେ ଜାଣିପାରନ୍ତି ଦଲାଲ। ସେଟା 2012 ମସିହାରେ ମୋ ସହିତ ସମ୍ପର୍କ, ତାର ଗୋଟେ ଭାଇ ଗୋଟେ ସମ୍ପର୍କ, ଗୋଟେ ସାନ ଭାଇ ବଡ଼ ଭାଇ ହେଇଯାଇଛି। ସେ ଯେହେତୁ କହିଦେଲା, ଏତେ ଦିନ ପରେ କହିଲା, ତାପରେ ମୁଁ ତା କଥା ବିଶ୍ୱାସ କରି ଯଦି ଆଣିଲି, ବିଶ୍ୱାସଘାତ କଲି ନା, ଠକିଲା ସେ ଏମ୍ସରେ ବି ଚାକିରି କରୁଛି। କିନ୍ତୁ ମୁଁ ଯେତିକି ଆଜି ବୁଝିଲି, ଏମ୍ସରେ ମୋ ଘର ପାଖରେ ଏମ୍ସଟା ନା, ମୁଁ ଯେତେବେଳେ ବୁଝାବୁଝି କଲି, ଦେଖିଲାକୁ ସେ 7 ମାସ ହେଲା ଡ୍ୟୁଟି କରିବାକୁ ଆସୁନି। କିନ୍ତୁ ଏମ୍ସ ଆସେ ମଝିରେ ମଝିରେ, ମୁଁ ତାକୁ ଦେଖିଛି। ଏ ପଇସା ନେଲାଠୁ ସେ ଆଉ ତାକୁ ଦେଖା ନାହିଁ। 5 ଲକ୍ଷ ଟଙ୍କା ନେଇଛି। ଆଉ ମୋତେ, ମୁଁ ତାକୁ ଆକାଉଣ୍ଟରେ ମାନେ ସବୁ ଅନଲାଇନ୍ ଆକାଉଣ୍ଟ ଦେଇଛି, ବ୍ୟାଙ୍କରେ ତାକୁ ସବୁ ଦେଇଛି 5 ଲକ୍ଷ ଟଙ୍କା। ଭୁବନେଶ୍ୱର ସରୋଜ ରାଉତଙ୍କ ରିପୋର୍ଟର୍ସ ଟୁଡେ।